सीबीआई ଜାଲରେ ଆୟକର ଅଧିକାରୀ ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର ବିରୁଦ୍ଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ବଡ଼ ଆକ୍ସନ। ଭଦ୍ରକ ଆୟକର ବିଭାଗ କାର୍ଯ୍ୟାଳୟର ଜଣେ ସୁପରିଟେଣ୍ଡେଣ୍ଟଙ୍କୁ ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡ ଧରିଛି ସିବିଆଇ। ଗିରଫ ହୋଇଥିବା ଅଧିକାରୀ ହେଲେ ରମେଶ କୁମାର ମହାନ୍ତି। ଜଣେ ସାଧାରଣ ନାଗରିକଙ୍କ କାମ କରାଇଦେବା ନାଁରେ ସେ ଲାଞ୍ଚ ଦାବି କରିଥିବା ଅଭିଯୋଗ ପରେ ସିବିଆଇ ଏହି ଚଢ଼ାଉ କରିଥିଲା। ଏକ ଡୁପ୍ଲିକେଟ୍ ପାନ୍ କାର୍ଡକୁ ନେଇ ଆରମ୍ଭ ହୋଇଥିଲା ଉକ୍ତ ଘଟଣା। ଅଭିଯୋଗକାରୀଙ୍କ ନାମରେ ଏକ ଡୁପ୍ଲିକେଟ୍ ପ୍ୟାନ୍ କାର୍ଡ ପଞ୍ଜୀକୃତ ହୋଇଥିବାରୁ ସେ ଏହାକୁ ବାତିଲ କରିବା ପାଇଁ ଆୟକର ବିଭାଗ ସହ ଯୋଗାଯୋଗ କରିଥିଲେ। ମାତ୍ର ସରକାରୀ ପ୍ରକ୍ରିୟା ଆଗକୁ ବଢ଼ାଇବା ବଦଳରେ ଅଭିଯୁକ୍ତ ସୁପରିଟେଣ୍ଡେଣ୍ଟ ଏହି କାମ ପାଇଁ 5,000 ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ଦେବାକୁ ଅସ୍ୱୀକାର କରି ଅଭିଯୋଗକାରୀ ସିଧାସଳଖ ସିବିଆଇର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ସିବିଆଇ ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ଯାଞ୍ଚରେ ଅଭିଯୋଗର ସତ୍ୟତା ମିଳିବା ପରେ ଭୁବନେଶ୍ୱର ସିବିଆଇ ଟିମ୍ ଏକ ସ୍ୱତନ୍ତ୍ର ଟ୍ରାପ୍ ଅପରେସନ୍ ଯୋଜନା କରିଥିଲା। ଯୋଜନା ଅନୁଯାୟୀ ଅଭିଯୋଗକାରୀଙ୍କୁ ନିର୍ଦ୍ଧାରିତ ଟଙ୍କା ସହ ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା। ବୁଧବାର ଦିନ ରମେଶ କୁମାର ମହାନ୍ତି ଅଭିଯୋଗକାରୀଙ୍କ ଠାରୁ 4,000 ଟଙ୍କା ଗ୍ରହଣ କରିବା ମାତ୍ରେ ପୂର୍ବରୁ ଛକି ରହିଥିବା ସିବିଆଇ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ସିବିଆଇ ପକ୍ଷରୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ଘଟଣା ପରେ ଭଦ୍ରକ ଆୟକର କାର୍ଯ୍ୟାଳୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ସରକାରୀ ଦପ୍ତରରେ ଚାଲିଥିବା ଲାଞ୍ଚ କାରବାରକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି। ଅଭିଯୁକ୍ତ ପୂର୍ବରୁ ମଧ୍ୟ ଏଭଳି ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ଥିଲେ କି ନାହିଁ ଏନେଇ ଏଥିରେ ଅନ୍ୟ କାହାର ଭୂମିକା ରହିଛି କି ନାହିଁ ତାହାର ଖୋଳତାଡ଼ ଆରମ୍ଭ ଚାଲିଛି।